ଆଜ୍ଞା, ଏଇ ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ଜରୁରୀ। ଯେଉଁ ମଣିଷ ଆପଣଙ୍କୁ ଭଲ ପାଉନାହାନ୍ତି, ସେ ପଡ଼ୋଶୀ ହଉ କି ଯେକୌଣସି ସମ୍ପର୍କୀୟା ହଉ କି ଲଭ୍ ରିଲେସନସିପ୍ ଭିତରେ ହେଉ, ଯେଉଁ ମଣିଷ ତୁମକୁ ଚାହୁଁନି, ଇଗ୍ନୋର କରୁଛି, ସେ ମଣିଷ ଠାରୁ ଜଲ୍ଦି ଦୂରେଇ ଯାଅ। ଯଦି ଆପଣ ନ ଦୂରଉଛନ୍ତି, ତାହେଲେ ଆପଣ ଜାଣିଶୁଣି ନିଜକୁ ବର୍ବାଦ କରିବାକୁ ଯାଉଛନ୍ତି। ଆପଣ ଏଇଆ ଭାବି ନିଅନ୍ତୁ ଯେ ସେ ମଣିଷ ମୋର କୌଣସି ଜିନିଷକୁ ପସନ୍ଦ କରୁନି, ମୁଁ କାହିଁକି ତା ହାତ ଗୋଡ଼ ଧରିବି, ତାପରେ ତା ପାଖରେ ନିଜକୁ ସମର୍ପଣ କରିବି। ସେଥିପାଇଁ ତା ସାମ୍ନାରେ, ତା ଅକ୍ତିଆରରେ ଆପଣ ନିଜକୁ ଏମିତି ବନାନ୍ତୁ ଯାହାକି ସେ ଆପଣଙ୍କୁ ଝୁରି ଝୁରି ବଞ୍ଚି ଥାଉ ଥାଉ ଜିନ୍ଦାଲାଶ ହେଇଯିବ। ମନରେ ଏଇ ସୋଚ ସବୁବେଳେ ରଖନ୍ତୁ ଯେ ମୋତେ କିଛି କରିକିରି ଦେଖେଇବାର ଅଛି, ଆଉ ଆକୁ ଜିତିବାର ଅଛି। ଏଇ ସୋଚ ସବୁବେଳେ ରଖନ୍ତୁ। ଦେଖିବ ସିଏ ଦିନେ ସମୟ ଆସିବ ଆପଣଙ୍କୁ ଝୁରିବ, ଆରେ ଏଇ ମଣିଷଟା ମୋତେ ବହୁତ ଭଲ ପାଉଥିଲା, ମୋତେ କେୟାର ନେଉଥିଲା, ମୋ ସହିତ ସବୁବେଳେ ରହିବା ପାଇଁ ଚାହୁଁଥିଲା, କି ମୋ ସହିତ ସମ୍ପର୍କ କ୍ରିଏଟ୍ କରିବାକୁ ଚାହୁଁଥିଲା, ମୁଁ ଆକୁ ହରେଇକିରି ଆଜି ବହୁତ ବଡ଼ ଭୁଲ କରିଛି। ସେଇ ମଣିଷ ଦିନେ ନିଶ୍ଚୟ ଭାବିବ। ସେଥିପାଇଁ ଡୋଣ୍ଟ ୱରି, କେବେ ବି ବ୍ୟସ୍ତ ହୁଅନ୍ତୁ ନାହିଁ। ସବୁବେଳେ ଏଇଭଳି କେବେ ବି ମାନେ ଚିନ୍ତା କରନ୍ତୁ ନାହିଁ ଯେ ମୁଁ ହାରି ଯାଇଛି। ହାରିବା ମଣିଷ ଜୀବନରେ ଏଇଟା ଗୋଟେ ଇମ୍ପସିବଲ୍ ୱାର୍ଡ। ନିଜ ମାଇଣ୍ଡ ଭିତରୁ ଫେଲୁର ଶବ୍ଦଟାକୁ ଡିଲିଟ୍ କରିଦିଅନ୍ତୁ। କାହିଁକି ନା ସବୁବେଳେ ଆଣ୍ଠେଇ ପଡ଼ି ଉଠିବା ପାଇଁ ଚେଷ୍ଟା କରନ୍ତୁ। ଆଉ ଦେଖେଇ ଦେବାକୁ ଆପଣ ଏଇଆ ଚାହାନ୍ତି ଯେ ମୁଁ ଦିନେ ନା ଦିନେ ସଫଳ ହେବି, ଆଉ ଏଇ ମଣିଷକୁ ଉଚିତ ଶିକ୍ଷା ଦେବି। ଆରେ ସେ ଦେଖିବ ଆପଣ କେତେ ଇମ୍ପ୍ରୁଭ୍ କରୁଛନ୍ତି, ଆଉ କେମିତି ଆପଣ ସବୁଥିରେ ସଫଳ ହେଉଛନ୍ତି। ସେଥିପାଇଁ ନିଜକୁ ସବୁବେଳେ ୟୁନିକ୍ ବନେଇବାକୁ ପଡ଼ିବ। ଆପଣ ଭାବୁଛନ୍ତି ଏଇ ଲୋକ ମୋତେ ଇଗ୍ନୋର କରୁଛି, ଏ ଲୋକ ମୋତେ ଦେଖି ସହି ପାରୁନି, ଏ ଲୋକ ମୋତେ ପସନ୍ଦ କରୁନି, ମୋତେ ଏମିତି କିଛି କରିବାର ଅଛି ଯାହାକି ସେ ଦେଖି ଦେଖି ଝୁରି ଝୁରି ଜିନ୍ଦାଲାଶ ହେଇଯିବ। ସେଥିପାଇଁ କାହାକୁ ହାତ ଗୋଡ଼ ଧରି 5 ମିନିଟ୍ ସମୟ ମାଗିବା ଦରକାର ନାହିଁ, କି କାହା ପାଖରେ ନିଜକୁ ସମର୍ପଣ କରିବାର ନାହିଁ, କି କାହାକୁ ନିଜର ଅଭ୍ୟାସ କରିବାର ନାହିଁ। ସେଥିପାଇଁ ନିଜକୁ ସବୁବେଳେ ସ୍ୱତନ୍ତ୍ର ବନାନ୍ତୁ, ଡିଫରେଣ୍ଟ ଫ୍ରମ୍ ଅଦର। ଏତିକି ସବୁବେଳେ ମନେ ରଖନ୍ତୁ। ସବୁବେଳେ ନିଜଠାରୁ ନିଜକୁ ଏମିତି ବନାନ୍ତୁ ଯେମିତି 4ଟା ଲୋକ ନୁହେଁ, ସାରା ଦୁନିଆ ତୁମକୁ ୱା ୱା କହିବ। ସେଥିପାଇଁ ସବୁବେଳେ ଷ୍ଟ୍ରଗଲ୍,